ଇରେ ସେ କଣ ଭାବିଛି କିରେ? ଇରେ ଘରେ ମୁଁ ମୋ ସ୍ତ୍ରୀ କି କହିଲି ଖାଇବାକୁ ନା ଦେ, ନା ଆଜି ଖାଇବାକୁ ନାହିଁ। ଇରେ ମୋ ଅଜା ତୁ ବଣ ଭିତରୁ ବାହାରିଲାଣି କଣଟା ଚାଲିଛି ନାଇଁ? ହଉ ହଉ ଆଇ ଆଗରେ କହୁଛି ତୁ। ଆରେ ନାତି ଟୋକା, ଇଏ ଅଜାର ଆଉ ବୟସ ଅଛି, ବଣ ସାଙ୍ଗେ ଆଜି ମୋର ଝଗଡା। ତ ଆଇ ମତେ ସିଧା ସିଧା କହିଲା ଆଜି ଖାଇବା ପିଇବା ବନ୍ଦ। ମୁଁ ସେଇଥିପାଇଁ ତୁ ଏଭଳି ଆଇକି ଛାଡିକିରି ଆଉଛୁ। ଚାଲ ଚାଲ ଆମର ଚିକେନ ହେରିକା ହଉଛି ଫିଷ୍ଟି କରିକିରି ଖାଇବା। ଆଇ ଖାଉ ତାର ଆଜି ଅଜା ରୋଷେଇ କରିବ। ଅଜାକୁ କହିବା ରୋଷେଇ କରିବ। ରୋଷେଇଟା ଭାରି ଟେଷ୍ଟି। ଅଜା ହାତ ଚାଟି ଆଜି ଖାଇବା ଆଉ। ଚାଲ ଆଜି ଅଜା ହାତ ରୋଷେଇ। ଚାଲ ଚାଲ ନାତି ଟୋକା ଚାଲ। ଅଜା ତମେ ନିଅ ନିଅ କର। ହଁ କରିପାରିବିନି ମୁଁ ରୋଷେଇ ଯୋଉ ଟେଷ୍ଟ। କିନ୍ତୁ ଆମକୁ କରିଦେଲେ ଆମେ ଖାଇବୁ। ତମେ ବସ ବସ ସେ ବୁଢୀ ଯାଉ ବା କୁଆଡେ ଯାଉ। ଏ ବାପା ନାତି ଟୋକା ଏ ରୋଷେଇ ଏମିତି କରିବି ହାତ ଚାଟିକିରି ଖାଇବ। ନାତି ଟୋକା ଶୁଣ, ଏ ରୋଷେଇ ସଇଲେ ଖାଇସାରିଲା ପରେ ଆଇ ପାଇଁ ଟିକେ ଦବ। ଆଇ ତମେ କଣ ଆଇକି ଏଇକା ଝଗଡା କରିକିରି ଆଇଲା ପୁଣି ଆଇ ହେଲଣି? ହେଇ ପାଗଳା, ତୁ ଜାଣିବୁ ରେ, ତୁ ଯେତେବେଳେ ବାହା ହବୁ ଜାଣିବୁ। ଇରେ ଆଇର ମୋର କେତେ ଦୀର୍ଘ 30-40 ବର୍ଷର ସମ୍ପର୍କ। ଯେତେ ଝଗଡା ହେଲେ ତ ଆଇ ନା ଆଉ ରହୁଛି ଆଇ କି କଣ ଛାଡି ହବ? ଅଛି ପରା, ଯିଏ ଯାହାକୁ ରସିଲା ଅଜାର ପ୍ରେମ ଅଛି ଆଉ ଆଉ ହେଲା।